ମୃତ୍ୟୁ ଶଯ୍ୟାରେ ଯୁବକ ବାହାଘରର 23 ଦିନ ପରେ ଯୁବକର ମୃତ୍ୟୁ। ଦର୍ଶକ ବନ୍ଧୁ, ଆମେ କହୁଛୁ ଜେନାପୁର ଥାନା ଅନ୍ତର୍ଗତ ରାଇଛନ୍ଦା ପଞ୍ଚାୟତ ଅଧୀନ ରାଇଛନ୍ଦା ଗ୍ରାମର ବିଷ୍ଣୁଚରଣ ସାହୁଙ୍କ ପୁଅ ଯୁବ ସମାଜସେବୀ ଅଭିନାଶ ସାହୁଙ୍କ କଥା। ବାହାଘରର ମାତ୍ର 23 ଦିନ ପୂରିନି ଚାଲିଗଲା ଜୀବନ। ରାସ୍ତାରେ ପଡ଼ି ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ଅଭିନାଶ କୌଣସି କାମରେ ଢେଙ୍କାନାଳକୁ ଯାଇଥିଲେ। ସେ ଫେରିବା ସମୟରେ ମୁକ୍ତା ପୋଷି ରାସ୍ତା କଡ଼ରେ ପରିସ୍ରା କରୁଥିବା ସମୟରେ ଟଳି ପଡ଼ିଥିଲେ। ସେଠାରେ ଥିବା ସ୍ଥାନୀୟ ଲୋକେ ତାଙ୍କୁ ପ୍ରାଥମିକ ଚିକିତ୍ସା କେନ୍ଦ୍ରକୁ ନେଇଥିଲେ। ପରେ କାମାକ୍ଷାନଗର ମେଡିକାଲକୁ ପଠାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। କାମାକ୍ଷାନଗର ପୁଲିସ ପହଞ୍ଚି ପୋଷ୍ଟମର୍ଟମ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ଶେଷରେ ଗାଁ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ପୁଲିସ ଏହାର ତଦନ୍ତ ଜାରି ରଖିଛି। ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଏଭଳି ଏକ ମୃତ୍ୟୁକୁ ନେଇ ଜନସମାଜରେ ବିଶ୍ୱାସ କରୁନଥିବା ବେଳେ ଏହା ଏକ ରହସ୍ୟମୟ ମୃତ୍ୟୁ ବୋଲି ଜନମତରେ ପ୍ରକାଶ ପାଉଛି। ଯାଜପୁର ଧର୍ମଶାଳାରୁ ପ୍ରଶାନ୍ତ ବାରିକଙ୍କ ରିପୋର୍ଟ, ପ୍ରାୟ ଖବର।